ଟିକେ ଶୁଣିଲ, ମତେ ନା ଭାରି ବୋରିଂ ଲାଗୁଛି। ଚାଲୁନ କୁଆଡେ ଆଜି ବୁଲିବାକୁ ଯିବା। ଆଜି ତ ସଣ୍ଡେ ଦିନ, ଆଜି ତ ତମର ଛୁଟି ଅଛି। ନାଇଁ ନାଇଁ କୁଆଡେ ଯାଇପାରିବାନି। ଆରେ ମୋର ବହୁତ କାମ ଅଛି। ନେକ୍ସଟ ସଣ୍ଡେ ଯିବା। ଆଜି ଯାଇ ହବନି, ଜମା ଯାଇ ହବନି। ଏ ଶୁଣ, ଆରେ ଘରର କାମ କରି କରି ମୁଁ ଥକି ଗଲିଣି। ମତେ ଟିକେ କାମରେ ସାହାଯ୍ୟ କରିଦିଅ। ହଁ, ଏଇ ସବୁ କାମ ବି ମୁଁ କରିବି? କହିଲେ କଣ ଘର କାମ କରିବ। ଶୁଣିଲ, ହଁ, କଣ ହେଲା? ମୁଁ ତମ ସାଙ୍ଗରେ କୋଉ ଦିନଠୁ ଭଲରେ ଟିକେ କଥା ହେଇନି। ଚାଲୁନ ଆଉ ଟିକେ ବସିକି କଥା ହବା। ନାଇଁ ନାଇଁ, ଆରେ ମୋ ପାଖରେ ଟାଇମ ନାହିଁ। ମୁଁ ଏବେ କଥା ହେଇପାରିବିନି। ତା ଛଡା ମତେ ଏବେ ନିଦ ଲାଗିଲାଣି। ମୁଁ ଏବେ ଶୋଇବି। ଆମେ ପରେ କଥା ହବା। ତମେ କେତେ ଚେଞ୍ଜ ହେଇଗଲେଣି ନା। ବାହାଘର ପୂର୍ବରୁ ତମେ କେତେ ପ୍ରମିସ କରିଥିଲ। ବାହାଘର ପରେ ତମେ କହିଥିଲ ତମକୁ ସବୁଦିନ ବୁଲେଇବାକୁ ନେବି, ତମକୁ କାମରେ ସାହାଯ୍ୟ କରିବି, ଆଉ ତମକୁ ବହୁତ ଭଲ ପାଇବୁ। ଆଟଲିଷ୍ଟ ଏଇ ତିନିଟା ଭିତରୁ କୋଉ ଗୋଟେ କାମ ହେଲେ ପୂରଣ କରିଦେଇଥାନ୍ତ। ଆଉ ସେଇ ଜିନିଷଟା ଆମକୁ ଯେବେ ସହଜରେ ମିଳିଯାଏ ନା, ତାର ମୂଲ୍ୟ ଆଉ କେହି ବୁଝିପାରନ୍ତିନି।